କର୍ମ କରଣେ ଫଳ ପାଇ ପ୍ରାଣିତା ଅବଶ୍ୟ ବୁଞ୍ଜାଇ। ଅର୍ଥାତ୍ ଯଦି ଧରି ନିଆଯାଏ ଯେ କର୍ମ ବିଧାନ କରୁଥିବା ଶାସ୍ତ୍ରମାନଙ୍କ ମଧ୍ୟରେ ଭିନ୍ନତା ରହିଥିବାରୁ ଓ କର୍ମର କର୍ତ୍ତାମାନଙ୍କ ମଧ୍ୟରେ ବି ତାରତମ୍ୟ ରହିଥିବାରୁ ସେମାନଙ୍କୁ ମିଳୁଥିବା ସୁଖ ଦୁଃଖ ଆଦି ଫଳମାନଙ୍କରେ ତାରତମ୍ୟ ରହେ ଏବଂ ତା ଅନୁସାରେ ମିଳୁଥିବା ଶରୀର ଲୋକ ଓ ସେହି ଲୋକରେ ଭୋଗର ସମୟରେ ମଧ୍ୟ ତାରତମ୍ୟ ରହେ। ଏବଂ ଯଦି ଏହା ବି ଧରି ନିଆଯିବ ଯେ ସବୁ ପ୍ରାଣୀ ଓ ପଦାର୍ଥ ପ୍ରବାହ ରୂପରେ ଉତ୍ପନ୍ନ ହୁଅନ୍ତି ଓ ନଷ୍ଟ ହୁଅନ୍ତି, ତେବେ ବୁଦ୍ଧିରେ ନାନତ୍ୱ ରୂପୀ ଭ୍ରମ ଉତ୍ପନ୍ନ ହୋଇଯିବ। କାରଣ ମନୁଷ୍ୟ ଯେଉଁ ସତ୍ୱାଦି ଗୁଣ ପ୍ରଧାନ ଦେବତାଙ୍କୁ ଆରାଧନା କରେ, ସେହି ଦେବତାମାନଙ୍କର ତାରତମ୍ୟ ଅନୁସାରେ ମନୁଷ୍ୟର ବୁଦ୍ଧି ତଦନୁରୂପ ଗୁଣରେ ଯୁକ୍ତ ହୋଇଯାଏ। କିନ୍ତୁ ବାସ୍ତବରେ ଦେହ ସହିତ ନିଜର ସମ୍ବନ୍ଧ ଯୋଡ଼ିଦେଲେ ହିଁ ଦେହାଭିମାନୀ ଜୀବର ଏହିସବୁ ଉନ୍ନତା ଆସିଯାଏ। କାଳର ପ୍ରବାହରେ ପ୍ରାଣୀ ଓ ପଦାର୍ଥମାନେ ଅନୁକ୍ଷଣ ବିନାଶ ପଥରେ ଚାଲିଥାନ୍ତି। କର୍ମ କରିବାରେ ଜୀବ ସ୍ୱତନ୍ତ୍ର ନୁହେଁ କି ସେ ସୁଖ ଦୁଃଖ ଭୋଗିବାରେ ମଧ୍ୟ ସ୍ୱତନ୍ତ୍ର ନୁହେଁ। ସେ ଯଦି ପରାଧୀନ ହୋଇନଥାନ୍ତା ତେବେ ବାଧ୍ୟ ହୋଇ ଦୁଃଖ ଭୋଗନ୍ତା କାହିଁକି? କିଏ ବା ସୁଖ ଭୋଗିବାକୁ ନ ଚାହେଁ?